ନାଇଁ ନାଇଁ ତାଙ୍କର ଯୋଉ ଦୁଇଟା ପ୍ରୋବ୍ଲେମ ନେଇକି ଆସିଥିଲେ, ଗୋଟେ ହଉଛି ବ୍ଲିଡିଂ ଫର୍ ରେକ୍ଟମ୍ ଆଉ ଗୋଟେ ହଉଛି ପେନ୍ ଆବ୍ଡୋମେନ୍। ବ୍ଲିଡିଂ ଫର୍ ରେକ୍ଟମ୍ଟା କମିଗଲା ଆଉ ସିଜ୍ ବାଥ୍ ହେରିକା ସବୁ ଦେଇକି ଔଷଧ ଦେଇକି, କିନ୍ତୁ ପେନ୍ ଆବ୍ଡୋମେନ୍ କିଛିଟା ରହୁଥିଲା, ଆମେ ସର୍ଜରୀ ପାଇଁ ବ୍ୟବସ୍ଥା କରୁଥିଲୁ। ସେଥିପାଇଁ ଆମର ସମସ୍ତ ଚିକିତ୍ସା ସୁବିଧା ଏଠାରେ ଉପଲବ୍ଧ, କିନ୍ତୁ ସିଏ ଚାହିଁଲେନି ଯେ ସର୍ଜରୀ କରିବାକୁ। ତେଣୁ ଆମେ କନଜରଭେଟିଭ୍ ମ୍ୟାନେଜମେଣ୍ଟ ଆଉ ଡାଏଟାରୀ ରେଷ୍ଟ୍ରିକ୍ସନ୍ ଆଡଭାଇସ୍ ଦେଇକି ତାଙ୍କୁ ଡିସଚାର୍ଜ କଲୁ। ବର୍ତ୍ତମାନ ଦେଖିବା କ'ଣ ତାଙ୍କ ପରିସ୍ଥିତି ହେଉଛି। ସେ ଔଷଧ ଓରାଲ୍ ଆଣ୍ଟିବାୟୋଟିକ୍ସ ହେରିକା ଦିଆହେଇଛି, କ'ଣ ଟ୍ରିଟିଂ ସର୍ଜନ ମାନେ ସବୁ ଦେଇଛନ୍ତି, ସବୁ ଆଡଭାଇସ୍ ଦେଇଛନ୍ତି ତାଙ୍କୁ, ଯାହାଦ୍ୱାରା କି ସେ ସୁସ୍ଥ ଅନୁଭବ କରିବେ। ଏବଂ ଆମେ ଫେରେ ଦେଖିବା କେତେଦିନ ଯଦି ସୁସ୍ଥ ହେଇଗଲେ ଭଗବାନଙ୍କ ଦୟାରୁ ଭଲ ଅପରେସନ୍ ଦରକାର ହେବନି, କିନ୍ତୁ ଅପରେସନ୍ କରିବା ନିହାତି ଦରକାର ବୋଲି ସର୍ଜନ ମାନେ କହୁଛନ୍ତି। ପଲିସିଷ୍ଟେକ୍ଟୋମି କରିବେ। ପଲିସିଷ୍ଟେକ୍ଟୋମି ପାଇଁ ଯଦି ସେ ରାଜି ହୁଅନ୍ତି ତାହେଲେ ତ ଆମର ସମସ୍ତ ସୁବିଧା ଏଇଠାରେ ଉପଲବ୍ଧ, ତେଣୁ ଆମେ କରିଦେବୁ, କିଛି ଅସୁବିଧା ନାହିଁ ସେଥିରେ। ନାଇଁ, ସେ କ'ଣ ପ୍ରଥମେ କନସେଣ୍ଟ ଦେଇନଥିଲେ ବୋଲି କମିଟି ଯାହା ମୋତେ ଜଣେଇଲେ ଯେ ସେ କନସେଣ୍ଟ ଦେଉନାହାନ୍ତି। ତଥାପି ଦେଖିବା, ସେ ଆଗ ଔଷଧ ପତ୍ର ଖାଆନ୍ତୁ କିଛି ଦିନ ଖାଇଲା ପରେ ଯଦି ତାଙ୍କୁ ଉପଶମ ଲାଗିବ ତାହେଲେ ସେଇଟା କଣ୍ଟିନ୍ୟୁ କରିବ। କିନ୍ତୁ ଗଲବ୍ଲାଡର ଷ୍ଟୋନ୍ ଯେହେତୁ ଅଛି, ଦିନେ ନା ଦିନେ ଅପରେସନ୍ କରିବାକୁ ହିଁ ପଡ଼ିବ। ଆଜ୍ଞା, ଷ୍ଟୋନ୍ ନଥିଲା ଆଉ ପେନ୍ କାହିଁ ହେବ? ଷ୍ଟୋନ୍ଟା ଅଛି ବୋଲି ତ ତାଙ୍କର ପେନ୍ ଆବ୍ଡୋମେନ୍ ହେଉଛି ନା। ତେଣୁ ଷ୍ଟୋନ୍ଟିକୁ ଯଦି ଗଲବ୍ଲାଡର ସହିତ ରିମୁଭ୍ କରିଦେବୁ, ଆଇ ଥିଙ୍କ ସେଇଟା ହେଉଛି ବେଷ୍ଟ ସଲ୍ୟୁସନ୍ ତାଙ୍କର ପେନ୍ ଆବ୍ଡୋମେନ୍ ପାଇଁ, ଯେଉଁଟା ଚିକିତ୍ସକମାନେ ମୋତେ ଜଣେଇଲେ। ଆଜି କାହିଁକି ସେ ରାଜି ହେଲେନି ମୁଁ ତ ଜାଣିପାରିବିନି, ଯେ ତାଙ୍କ ବିଷୟରେ ସେ କହିବେ। କିନ୍ତୁ ଯେବେ ବି ସେ ରାଜି ହେବେ, ଆମର ହସ୍ପିଟାଲରେ ହିଁ ଆମେ ସମସ୍ତ ପ୍ରକାର ଚିକିତ୍ସା ଉପଲବ୍ଧ କରେ। ପେନ୍ ଆବ୍ଡୋମେନ୍ ଯେତିକି ଥିଲା ତା କିଛି ପରିମାଣରେ କମିଛି, ସମ୍ପୂର୍ଣ୍ଣ ଭାବରେ କମିଛି ବୋଲି ତ କହିହେବନି, କିନ୍ତୁ କମିଛି, କାରଣ ଷ୍ଟୋନ୍ ଅଛି। ତେଣୁ ପେନ୍ ଆବ୍ଡୋମେନ୍ କମିଛି, କିନ୍ତୁ ଅପରେସନ୍ ପାଇଁ ସେ ରାଜି ହେବାକୁ ପଡ଼ିବ। ରାଜି ହେଇକି କନସେଣ୍ଟ ଦେଲେ, ଏଇଟା ତ ହି ଇଜ୍ ଆନ୍ ଆଡଲ୍ଟ, ତେଣୁ କନସେଣ୍ଟ ଦେବାକୁ ପଡ଼ିବ। ତ ଏଇଟାରେ ଆସେଣ୍ଟ କି ଅନ୍ୟ ପ୍ୟାରେଣ୍ଟସ୍ କିଛି ଦେବେନି, ସେ ନିଜେ ହିଁ କନସେଣ୍ଟ ଦେବେ। କନସେଣ୍ଟ ଦେଲେ ଆମେ ରେଡ଼ି ଅଛୁ। ସବୁ ଗଲବ୍ଲାଡର ଷ୍ଟୋନ୍ ସାଧାରଣ ଅପରେସନ୍ ହେଇଗଲାଣି ଆଜିକାଲି, ତେଣୁ ଆମେ ଆମ ଚିକିତ୍ସାଳୟରେ ସମସ୍ତ ଚିକିତ୍ସା ସୁବିଧା ଉପଲବ୍ଧ, ଯାହା ଚାହିଁବେ ସେତେବେଳେ କରିବା। ଦେଖନ୍ତୁ, ପ୍ରଥମ ଦିନରୁ ବିକ୍ରମ ପଣ୍ଡା କହୁଛନ୍ତି ତାଙ୍କୁ ଆକ୍ରୋଶମୂଳକ ଭାବରେ ରାଜନୈତିକ ଅଭିସନ୍ଧି ରଖିକି ତାଙ୍କୁ ଏ କେସ୍ରେ ଫସାଇ ଦିଆଯାଇଛି। 5-6 ଦିନ ହେଲା ବିକ୍ରମ ପଣ୍ଡା ତାଙ୍କର ଯେଉଁ ଗଲବ୍ଲାଡର ଷ୍ଟୋନ୍, ପାଇଲ୍ସ ଏବଂ ତାଙ୍କୁ ଗୋଡ଼ ଏବଂ ଦାନ୍ତର ବ୍ୟଥା ଥିଲା ବୋଲିକି ସେ ଆସିକରି ଟ୍ରିଟମେଣ୍ଟ ହେଉଥିଲେ। 7 ଜଣିଆ ଡାକ୍ତରୀ ଦଳ ତାଙ୍କର ଟ୍ରିଟମେଣ୍ଟ କରୁଥିଲେ। ସମସ୍ତ ଡାକ୍ତରଖାନା ହେଉଛି ଓଡ଼ିଶା ସରକାରଙ୍କର। ଯେତେବେଳେ ସରକାର ଦଳ ତାଙ୍କୁ ଆକ୍ରୋଶମୂଳକ ଭାବରେ କରୁଛନ୍ତି, ଆଜି ତାଙ୍କୁ ଯେହେତୁ ତାଙ୍କର ସର୍ଜରୀ ହେବାର ଥିଲା, ଡାକ୍ତର ଟିମ୍ ତାଙ୍କୁ ଲେଖିକି ଦେଇଥିଲେ ଯେ ସର୍ଜରୀ ହେବ। ସିଏ ଜଣେ ପୂର୍ବତନ ବିଧାୟକ, ଜଣେ ପୂର୍ବତନ ବିଧାୟକର ସମସ୍ତ ଚିକିତ୍ସା ଖର୍ଚ୍ଚ ଆସେମ୍ବଲି ବହନ କରିବ ଏବଂ ଭଲ ହସ୍ପିଟାଲରେ ତାଙ୍କୁ କରାଯିବା କଥା। କ'ଣ ହେଲା, ଡାକ୍ତରମାନେ ତାଙ୍କୁ ଭଲ ହସ୍ପିଟାଲକୁ ନ ପଠାଇକରି ତରବରିଆ ଭାବରେ ଆଜି କାହା ନିର୍ଦ୍ଦେଶରେ ସେମାନେ ତାଙ୍କୁ ଡିସଚାର୍ଜ କରିଛନ୍ତି, ଏଇଟା ତଦନ୍ତ ସାପେକ୍ଷ। ଏଇଟାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗୁରୁତର ସହିତ ଚିନ୍ତା କରନ୍ତୁ। ଜଣେ ପେସେଣ୍ଟକୁ ଜୋର ଜବରଦସ୍ତିରେ ଯେଉଁ ହସ୍ପିଟାଲରୁ ଉଠେଇକରି ନିଆଯାଉଛି, ତା ବିରୁଦ୍ଧରେ ଏକ ଏନକ୍ୱାରି ହେଉ ଏବଂ ମେଡ଼ିକାଲର ସମସ୍ତ ଡାକ୍ତରଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। କାରଣ ମୁଁ ଯେତେବେଳେ ସୁପରିଟେଣ୍ଡେଣ୍ଟଙ୍କୁ ଦେଖା କରିଥିଲି, ସେ କହିଥିଲେ ଯେ ତାଙ୍କର ସର୍ଜରୀ ନିହାତି ଦରକାର, କିନ୍ତୁ ବିକ୍ରମ ପଣ୍ଡା ତାକୁ ମନା କଲେ ବୋଲି କହିଲେ। କାରଣ ବିକ୍ରମ ପଣ୍ଡା ହେଉଛନ୍ତି ଜଣେ ପୂର୍ବତନ ବିଧାୟକ, ତାଙ୍କ ପାଇଁ ବିଧାନସଭା ଖର୍ଚ୍ଚ କରିବ। ସେ ଯାହା ଖର୍ଚ୍ଚ ହେବେ ଭଲ ହସ୍ପିଟାଲରେ ଟ୍ରିଟମେଣ୍ଟ ହୋଇପାରିବେ, ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଆକୁ ରାଜ୍ୟ ସରକାର ଗୁରୁତର ସହିତ ଚିନ୍ତା କରନ୍ତୁ, ଚିନ୍ତା କରିକି ତାଙ୍କ ସ୍ୱାସ୍ଥ୍ୟର ସମସ୍ତ ଯତ୍ନ ନିଅନ୍ତୁ। ଯଦି ଭବିଷ୍ୟତରେ ବିକ୍ରମ ପଣ୍ଡାଙ୍କୁ ଜେଲ୍ ଭିତରେ କ'ଣ ଯଦି ହେଇଗଲା, ସେଥିପାଇଁ କେବଳ ରାଜ୍ୟ ସରକାର ଦାୟୀ ରହିବେ। କିନ୍ତୁ ସେ ଆଜି ନିଜେ ସହମତି ପ୍ରକାଶ କରିଥିବା କଥା ମଧ୍ୟ କହୁଛନ୍ତି, ତାଙ୍କୁ ଜବରଦସ୍ତି ସେ ନିଶ୍ଚିତ ଭାବରେ, ମୁଁ ଯେତେବେଳେ ଉପସ୍ଥିତ ଥିଲି ସେ କହିଥିଲେ ଯେ ମୋର ସହମତି ଅଛି, ମୋର ଅପରେସନ୍ କରାଯାଉ। ତା ସତ୍ତ୍ୱେ ମଧ୍ୟ କାହିଁକି ଏ ଡାକ୍ତରମାନେ ତାଙ୍କୁ ଡିସଚାର୍ଜ କଲେ, ସେଇଟା ଡାକ୍ତରମାନେ ତାର ଉତ୍ତର ଠିକ୍ ଦେଇପାରିବେ। ନାହିଁ ଯଦି ଆସନ୍ତାକାଲି ଆମେ ମାନ୍ୟବର ଅଦାଲତରେ ଏ ବିଷୟ ଜଣାଇବୁ। ମାନ୍ୟବର ଅଦାଲତ ଯାହା ନିର୍ଦ୍ଦେଶ ଦେବେ ତା ଅନୁସାରେ କାମ ଚାଲିବ।